मोर दर्शक मानू अंतरु शुभेच्छा। आम्भेମାନେ ନିଜକୁ ଅନ୍ୟ ସହିତ ସୁନ୍ଦରପଣରେ, ଆର୍ଥିକ କ୍ଷେତ୍ରରେ, ପଦମର୍ଯ୍ୟାଦା କ୍ଷେତ୍ରରେ, ଅନେକ କ୍ଷେତ୍ରରେ ମଧ୍ୟ ତୁଳନା କରିଥାଉ ଅନ୍ୟ ସହିତ। ଏହି ତୁଳନା କରିବା ଦ୍ୱାରା ଆମମାନଙ୍କର ମନ ଭିତରେ ଦୁଃଖ ସୃଷ୍ଟି ହୋଇଥାଏ। ପାଇଁ ଏହି କଥାକୁ ବୁଝିବା ପାଇଁ ଗୁରୁ ଶିଷ୍ୟମାନଙ୍କୁ କାହାଣୀଟିଏ ଶୁଣାଇଲେ। କାହାଣୀଟି ଏହିପରି, ଗୋଟିଏ ଜଙ୍ଗଲରେ ଗୋଟିଏ କାଉ ରହୁଥିଲା। ସେ ଖୁବ୍ ଖୁସିରେ ଥିଲା। ଦିନେ ସେ ହଠାତ୍ ସେହି ଜଙ୍ଗଲରେ ଏକ ସୁନ୍ଦର ହଂସଟିଏ ଦେଖିବାକୁ ପାଇଲା। ହଂସଟିକୁ ଦେଖିଲା ପରେ ସେ ମନେ ମନେ ଭାବିଲା, କେତେ ସଫା ବା ଧଳା ରଙ୍ଗର ସୁନ୍ଦର ହଂସଟିଏ, ଏ ତ ଖୁବ୍ ସୁନ୍ଦର, ଏହି ସବୁଠାରୁ ଖୁସିରେ ଥିବ। ୟାକୁ ତ ମୁଁ କେବେ ଆଗରୁ ଦେଖିନଥିଲି। ଏହା ଭାବି ସେ ହଂସ ପାଖକୁ ଗଲା ଏବଂ ଯାଇ ପଚାରିଲା, ଆପଣ ତ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି, ତେବେ ଆପଣ ହିଁ ଖୁବ୍ ଖୁସିରେ ଥିବେ। ହଂସ କହିଲା, ହଁ ମୁଁ ଖୁବ୍ ଖୁସିରେ ଥିଲି, କିନ୍ତୁ ଯେବେଠାରୁ ମୁଁ ଶୁଆକୁ ଦେଖିଲି ସେବେଠାରୁ ଆଉ ଖୁସିରେ ନାହିଁ। କାଉ ପଚାରିଲା, କ'ଣ ପାଇଁ? ହଂସ ଉତ୍ତର ଦେଲା, ଶୁଆ ମୋ ଠାରୁ ମଧ୍ୟ ସୁନ୍ଦର, ସେଥିପାଇଁ। କାଉ ତେବେ ଯାଇ ଭାବିଲା, ଶୁଆକୁ ଦେଖା କରିବା ହିଁ ଠିକ୍ ହେବ। ତେଣୁ ସେ ଶୁଆ ପାଖକୁ ଗଲା। ଶୁଆକୁ ମଧ୍ୟ ଯାଇ ଦେଖା କଲା। ତାଙ୍କୁ ମଧ୍ୟ ପଚାରିଲା, ତୁମେ ଖୁବ୍ ସୁନ୍ଦର, ତେବେ ତୁମେ ହିଁ ଖୁବ୍ ଖୁସିରେ ଥିବ। ଶୁଆ ମଧ୍ୟ ସେହିଭଳି ଉତ୍ତର ଦେଲା, ମୁଁ ଖୁସିରେ ଥିଲି, କିନ୍ତୁ ଯେବେ ମୁଁ ମୟୂରକୁ ଦେଖିଲି ସେବେଠାରୁ ମୋ ଖୁସି ମଧ୍ୟ ଚାଲିଗଲା। କାଉ ପଚାରିଲା, ତେବେ କ'ଣ ମୟୂର ତୁମଠାରୁ ମଧ୍ୟ ସୁନ୍ଦର? ଶୁଆ ଉତ୍ତର ଦେଲା, ହଁ। କାଉ ମନେ ମନେ ଭାବିଲା, ତେବେ ମୁଁ ମୟୂରକୁ ହିଁ ଦେଖା କରିବି। ସେ ଜଙ୍ଗଲର ସବୁଆଡ଼େ ବୁଲିଲା, କେଉଁଠାରେ ମଧ୍ୟ ମୟୂରକୁ ଦେଖିବାକୁ ପାଇଲାନି। ଶେଷରେ ଏକ ଚିଡ଼ିଆଖାନାରେ ମୟୂରକୁ ଅନେକ ଲୋକ ଘେରି ତା ସହିତ ଫଟୋ ଉଠାଉଥିବାର ଦୃଶ୍ୟ ଦେଖିଲା। ଅପେକ୍ଷା କଲା। ଲୋକମାନେ ଗଲା ପରେ ମୟୂରକୁ ଯାଇ ପଚାରିଲା, ଆପଣ ତ ଖୁବ୍ ସୁନ୍ଦର, ତେବେ ଆପଣ ହିଁ ତ ଖୁସିରେ ଥିବେ। ମୟୂର ଉତ୍ତର ଦେଲା, ମୁଁ ଅବଶ୍ୟ ସୁନ୍ଦର, କିନ୍ତୁ ମୁଁ ଖୁସିରେ ନାହିଁ, କାରଣ ମୁଁ ବନ୍ଦୀ ଭାବରେ ଏହିଠାରେ ଅଛି। ତୁମେ ମୁକ୍ତ। ତୁମେ ଜଙ୍ଗଲରେ ସବୁଆଡ଼େ ନିଜ ମନ ଇଚ୍ଛା ଚରାବୁଲା କରୁଛ। ଖୁବ୍ ମୁକ୍ତ ବା ସ୍ୱାଧୀନ ଭାବରେ ତୁମେ ଅଛ। ମୁଁ ତ ଏଠାରେ ବନ୍ଦୀ ଭାବରେ ରହିଛି। ତେଣୁ ମୁଁ କିପରି ଖୁସିରେ ରହିଲି? ତେଣୁ ପ୍ରତ୍ୟେକ ଜୀବ କୌଣସି ନା କୌଣସି କ୍ଷେତ୍ରରେ ଅସୁବିଧାରେ ବା ଦୁଃଖରେ ଥାଏ, କିନ୍ତୁ ଆମେ ତାଙ୍କୁ ବାହାରୁ ସେଭଳି ଦେଖିନଥାଉ ବା ବୁଝିନଥାଉ। ତେଣୁକରି କାଉ ମଧ୍ୟ ସେହି କଥା ବୁଝିପାରିଲା। ସେ ମଧ୍ୟ ତା ନିଜକୁ, ନିଜ ଜୀବନକୁ ନେଇ ଖୁସିରେ ବଞ୍ଚିବା ଶିଖିଲା। ଆମେ ମଧ୍ୟ ସେହିଭଳି ଅନେକ ଲୋକଙ୍କୁ ଦେଖୁ ଏବଂ ତାଙ୍କ ସହିତ ତୁଳନା କରୁ। ଏମିତି ନକରି ଆମେ ଯେତିକିରେ ଅଛୁ ସେତିକିରେ ସନ୍ତୁଷ୍ଟ ରହି ଭଗବାନଙ୍କୁ ସବୁକିଛି ସମର୍ପଣ କରି ନିଜକୁ ଖୁସିରେ ବଞ୍ଚିବା ଶିଖିବା ଉଚିତ। ଏହା ହିଁ ମୋର ଅଭିପ୍ରାୟ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।